ଭଉଣୀ ଗେଲା ଭଉଣୀ ଗମା ପୂର୍ଣ୍ଣିମାରେ ସବୁ ପୂଜା ହବ। ଆହୁରି ଆଗକୁ ଯା, ଆହୁରି ଆଗକୁ। ସମସ୍ତେ ଆଣି ସାରିଥିଲେ, ଆମର ହିଁ ବାକି ଥିଲା। ତ ସେଇ ଗମା ପୂର୍ଣ୍ଣିମା ମାନେ ଆଜି ହେଉଛି ଗମା ପୂର୍ଣ୍ଣିମା ବ୍ଲଗ ରାକ୍ଷୀବନ୍ଧନ ବି ମାନେ ରକ୍ଷାବନ୍ଧନ ବି କହନ୍ତି, ରାକ୍ଷୀ ବନ୍ଧନ ଆମ ଓଡ଼ିଆରେ କହନ୍ତି। ତ ହାଇ ହ୍ୟାଲୋ ନମସ୍କାର, ମୁଁ ହେଉଛି ଆପଣମାନଙ୍କର ଆଇ ମିନ୍ ସନ୍ତୋଷ। ତ ସ୍ୱାଗତ ଜଣାଉଛି ଆମର ଆଜି ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍କୁ। ଆଜିର ବ୍ଲଗ୍ଟା ମାନେ ରାକ୍ଷୀବନ୍ଧନ ବିଷୟରେ ହେବ। ତ ମାନେ କେମିତି ହେବ ଆଉ କେମିତି ପାଳନ ହେବ ସେଇ ବିଷୟରେ ଷ୍ଟାର୍ଟ ହେବ ମୂଳରୁ। ପ୍ରଥମେ କ'ଣ କ'ଣ ଦରକାର ପଡ଼େ ସେଗୁଡ଼ା ସବୁ ଆଣିଦେବା, ତାପରେ ଷ୍ଟାର୍ଟ ହେବ। ଗୋଟେ ପରେ ଗୋଟେ ପଚାରୁଛି ଯେ ଗମା ପୂର୍ଣ୍ଣିମାରେ କେତେ ଗୁଡ଼ାଏ କାମ ହୋଇଥାଏ। ଘରେ ଆଜି ଲିମିଟେଡ଼ କାମ ହେବ କାରଣ ଘରେ ସାଗରିଆ ନାହାନ୍ତି, ଫିର୍ ବି ତେଣୁ କିଛିଟା ଯାହା ବି ପୂଜା ହୁଏ ସେଗୁଡ଼ା ହେବ। ତେଣୁ ଚାଲ ଦେଖିବା କ'ଣ କ'ଣ ପ୍ରୋସେସ୍ ହେଉଛି, ଆପଣ ଗୋଟେ ପରେ ଗୋଟେ ଦେଖେଇବି। ଏଇ ଭାଇ ହେଉଛି ଗାଈ ଗୋବର, ଦେଖୁଥିବେ ଛୋଟ ଗଛ, ମାନେ ଗମା ପୂର୍ଣ୍ଣିମାରେ ଏଇ ଗଛଟା ଇମ୍ପୋର୍ଟାଣ୍ଟ। ତ ଫାଇନାଲି ମାନେ ଲୋକକୁ ମାନେ ପଡ଼ିଶା ଘରୁ ମାଗିବାକୁ ପଡ଼ିଲା, ବଟ୍ ମିଳିଲାନି। ସମସ୍ତେ ଆଣି ସାରିଥିଲେ, ଆମର ହିଁ ବାକି ଥିଲା। ତ ଛୋଟ ଗଛ ନେବାକୁ ପଡ଼ୁଛି, ଆର ବହୁତ ବଡ଼ ଗଛ ହୁଏ। ଆଉ ଆର ମହତ୍ଵ ସନ୍ଧ୍ୟାବେଳେ ମାନେ ପୂଜା ହେବ ନା ଆଜି, ଆର ମହତ୍ଵ ଏଇ ବାଡ଼ିଟା ନେଇଯିବା ବାସ୍, ଏତିକି ଏନାଫ୍। ଏ ବାବରେ କେତେ କଷ୍ଟ କରିବାକୁ ପଡ଼ିବ। ଏଗୁଡ଼ା ସବୁ ମାନେ ନନା ଅଲରେଡ଼ି ଧୋଇ ସାରିଛନ୍ତି, ମୋତେ ଧୋଇବାକୁ ପଡ଼ିଲାନି। କୋଡ଼ି ଶାବଳ ମିସିଂ ଅଛି, ସେଇଟା ନୂଆ ଘର ଅଛି। ନାଇଁ ଶାବଳ ନୂଆ ଘର ଅଛି, ସେଇଟା ଶାବଳ ଆମର ଆଉ ଗୋଟେ ଘର ଅଛି। ଆଉ ଏସବୁ ଧୋଇ ଦେଇଛନ୍ତି ନନା, ଆମେ ରଖିବା କଥା। ଆଉ ଆପଣଙ୍କ ଘରେ ବି ଯଦି ହେଉଥିବେ ଏମିତି ପୂଜା ହେଉଥିବେ ନା ଜାଣିନି, ଗୋଟେ ଆମ ଓଡ଼ିଶାର ସଂସ୍କୃତିରେ ଏଗୁଡ଼ା ଅଛି ଯେ ଗମା ପୂର୍ଣ୍ଣିମାରେ ଏସବୁ ପୂଜା ହେବ। ଆଉ ଗୋଟେ ପତ୍ର ଯେଉଁଟାକି ଆପଣ ଟିକେ ପୂର୍ବରୁ ଦେଖିଥିଲେ, ତା'ର ମହତ୍ଵ ବି ଆପଣଙ୍କୁ ଦେଖେଇବି ଯେ ସେଟା ଗମା ପୂର୍ଣ୍ଣିମାରେ ଇମ୍ପୋର୍ଟାଣ୍ଟ ପୂଜା ହେବ। ବର୍ତ୍ତମାନକୁ ସଜେଇ ଦେବା। କ୍ୟାମେରା ଟ୍ରାଇପଡ୍ ଥିଲେ ବଢ଼ିଆ ହୁଅନ୍ତା, ଭଲ ବି ମିଳିଥାନ୍ତା। ବଟ୍ କ'ଣ କରିବା, ଟିକେ ହଲି ହେବ। ତାପରେ ଏଇ ପତ୍ର ଭାଇ ଆକୁ ଯିବାକୁ ପଡ଼ିଲା ଗୋଟେ 500 ମିଟର ଆଣିବା ପାଇଁ ଗାଁରୁ। ବହୁତ ଲୋକ ଆଣି ସାରିଥିଲେ ବଟ୍ ମୁଁ ଆଣିନଥିଲି, ତେଣୁ ଇଏ ବି ପୂଜା ହେବ, ଏଇଠି ବି ରଖା ହେବ। ଆଉ ଗୁଡ଼ା ମାଳି ମାନେ ଆମର ମାଳି ଦେଇ ଦେଇଛନ୍ତି ଚନ୍ଦନ ଫୁଲ ପଇତା, ଯେଉଁଟାକି ମାନେ ରାକ୍ଷୀ, ଆଜି ରାକ୍ଷୀ ପୂର୍ଣ୍ଣିମା ନା, ରାକ୍ଷୀ ପୂର୍ଣ୍ଣିମା ଏଇ ପଇତା ଲଗେଇକିନା ପଇତା ଲଗେଇବ ରାକ୍ଷୀ ବାନ୍ଧିଲା ପରେ। ସେ ସମୟ ଭିତରେ ଘରର ପୂଜା ସହିତ ଅଲଗା ପିଠାପଣା କାର୍ଯ୍ୟକ୍ରମ ବି ସମାପ୍ତ ହୋଇଯାଇଥିଲା। ଏହାପରେ ବଡ଼ ଦିଦି ଆସିଲେ, ବାହାରି ଯିବୁ ମଝିଆ ଦିଦି ଘରକୁ ରାକ୍ଷୀ ବନ୍ଧନ, ମାନେ ସେଇଠି ରାକ୍ଷୀ ସମସ୍ତେ ମୋତେ ସେଇଠି ରାକ୍ଷୀ ବାନ୍ଧିବେ। ତ ଭାଇ ପୂଜା ସରିଲା। ଆଉ ପୂଜା ମାନେ ଏତେ ଗୁଡ଼ାଏ କାମ ଥିଲା ଯେ ପୂଜାର ମାନେ ଫିଲ୍ମିଂ କରିବା ପାଇଁ ଅସୁବିଧା ହେଲା। ଆଉ ନହେଲେ ଗୁଡ଼ାଏ କାମ ଏକା ସବୁ। ଆଉ ଭାଇନା ଦିଦି ସବୁ ପହଞ୍ଚିଲେ, ମାନେ ଆଗେ ରକ୍ଷାବନ୍ଧନ। ଆମ ଆର୍ୟନ ବି ପହଞ୍ଚିଲା, ବ୍ୟାକଗ୍ରାଉଣ୍ଡରେ ଆର୍ୟନ ବି ଅଛି। ଲାଇଟ୍ଟା ପଳେଇଗଲା ବୋଧେ। ହଁ ଦେଖ ଭାଇନା ଜୋରରେ ଚିଲେଇଲେଣି। ଦିଦି ପଳେଇ ଆସିଲା, ପହଞ୍ଚିଲା ଜଷ୍ଟ। ହଁ ପୁରା ହେଲା। ତ ରାକ୍ଷୀ ବନ୍ଧନ କିଛି ସମୟ ପରେ ହେବ, ବଟ୍ ଏଇଠି ନୁହଁ, ଆମ ଘର ନୁହଁ, ଯିବା ମଝିଆ ଦିଦି ଘରକୁ। ସେଠି ଆମର ଷ୍ଟାର୍ଟ ହେବ ଗୋଟେ ପରେ ଗୋଟେ କାମ। ଆଉ ଭାଇ ପୂଜା ଯେଉଁ କହୁଥିଲି ଯେ ମାନେ ଯେଉଁ ଶାବଳ କୋଡ଼ି ଆଉ ଯାହା ବି ଲୁହା ସାମାନ ଅଛି ଆଜି ପୂଜା ହୁଏ, ତ ସେଇ ପୂଜା ବି ସମ୍ପନ୍ନ ହେଲା, ସମ୍ପନ୍ନ ହେଇଛି। କିନ୍ତୁ ମହାପ୍ରଭୁ ଉଠା ହେବ, ମାନେ ପୂଜା ହେବ ତ ନିଜ ଖାଇବା ମଣ୍ଡା ପିଠା, ଭାତ ଡାଲି ତରକାରୀ ଯାହା ବି ବହୁତ ଗୁଡ଼ିଏ ଜିନିଷ ହୁଏ। ବଟ୍ ଆମର କହୁଥିଲି ଯେ ଲିମିଟେଡ଼, ମାନେ କେବଳ ପୂଜା ପାଇଁ ହିଁ କିଛି କରାହେଇଥିଲା, ସେଗୁଡ଼ାକ ପୂଜାପୂଜି ସରିଯାଇଛି। ଯେଉଁ ପୂଜା ହେଇଥିଲା ବର୍ତ୍ତମାନ ଠାକୁରଙ୍କୁ ଗୋଟେ ସ୍ଥାନ ଅନ୍ୟ ସ୍ଥାନକୁ ରଖାଯିବ, ତାକୁ ମହାପ୍ରଭୁ ଉଠା ମଧ୍ୟ କହନ୍ତି ଆମର ଏଠି। ତ ଏବେ ଚାଲ ପୂଜା କରିବା, ମହାପ୍ରଭୁ ଉଠା କାର୍ଯ୍ୟକ୍ରମ ସମ୍ପନ୍ନ କରି ବାହାରି ଯିବା ଦିଦିଙ୍କ ଘରକୁ।
रहा ऑटो तो बर्तमान दीदी घर को आम गरीब लोक भाई एमती ऑटो ही जीव बुला कार तो ना। अच्छा चलो बस ऑटो बाहर जावा ये गोटे 10 किलोमीटर गला पर गोटे छोटिया ब्रेक माने कोल्ड ड्रिंक सहित आउ किछि खाइबा पीबार गोटे ब्रेक निया हला। बर्तमान पहुँचलु ना। नमस्कार ना नमस्कार। एत भोक जे आउ माने कौन रेकर्डिंग करी सबू सालाड ये छतु आलू तरकारी आउ चिप्स 2टा खंड पड़ी आउ भात डेली गोला गोली सरी माने एत भोक जे भात डाली कौन देखे भोक लगे भाव देख 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 हम पिला कांदुची आगु जानो दिव्यांशुर राखी बंधन कार्यक्रम चली मिठा खुआ गला तापरे राखी बंधा गला तापरे पैसा पचे दिया तापरे आर्यन रो आरंभ होला सिंदूर लगा गला चाउल दिया गला आउ कान रे फूल दिया गला तापरे बंदापना करा जाई राखी बंधा जीव ये राखी रो नाम हाथी राखी बंधा वाला हाथी राखी आ मिठा खुआइलानी हाँ मिठा खुआ तापरे सिद्धेश रो राखी बंधन कार्यक्रम आरंभ हो गला सिंदूर चाउल लगाई बंदापना आरंभ हम आरंभ हम बंदापना आरंभ होला रुद्राक्ष राखी बंदा जीव आमर सान रवि कांदीबारे लगी मम्मी आउ मामार चलती राखी बंधन हाँ तो धीरे मम्मी पकेला हुल हुला तापरे बुलेला थाली तापरे राखी बांधिला अरे तो तुम झाड़ मत धोइछ सम्मान देखा गले हाँ एबे बड़ भौणी बनिता गेला भाई हाथ रे राखी बांधुंदी आउ एबे राखी बंधन कार्यक्रम आरंभ दी मम्मी टिके सियाड़ अने दउची
ରାକ୍ଷୀ ବନ୍ଧା ଗଲା। ମାମା ଟିକେ ମିଠା ପର୍ବ ସମାପନ। ମଝିଆ ଭଉଣୀ ପିଙ୍କି ଆସିଲେ ତାଙ୍କର ଭାଇଙ୍କୁ ରାକ୍ଷୀ ବାନ୍ଧିବା ପାଇଁ। ଆଉ ଏଥିରେ କାନରେ ଫାଷ୍ଟରେ ଫୁଲ ଦେଲେ, ତାପରେ ମଥାରେ ସିନ୍ଦୁର ଦେବେ। ସିଡ଼ି କାଢେ ସିଡ଼ି କାଢେ ସିନ୍ଦୁର ଦେଇକି ଚନ୍ଦନ ଦେଲେ, ତାପରେ ଆଳତି କଲେ। ଅଧିକ ଚନ୍ଦନ ହେଇଗଲା। ତାପରେ ବନ୍ଦାପନା ଚାଉଳ ତାପରେ ଖୋଜୁଛନ୍ତି ମିଳୁନି, ଚାଉଳ ମାତ୍ର ମିଳିୟଣି ହେଲେ ହଁ ଚାଉଳ ମିଳିଗଲା। ଚାଉଳ ପକେଇ ହୁଳହୁଳି ଦେଇ ବନ୍ଦାପନା ଆରମ୍ଭ ହେଲା। ବାସ୍ ଏବେ ମଝିଆ ଥାଳି ଭଉଣୀଙ୍କ ବୁଲା ହଉଛି। ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ସମ୍ପନ୍ନ। ଏବେ ସବୁଠୁ ସାନ ଆଇଅ ରାକ୍ଷୀ ବନ୍ଧା ଚାଲିଛି। ମାତ୍ର ସିଦ୍ଧ ଫଟୋ ଉଠଉଛି, ସେଠି ଛିଡ଼ା ହେଇଛି। ଆମର କମେଣ୍ଟରେ ଅଛନ୍ତି କ୍ଷୀରଚନ୍ଦ୍ର ଡାକୁଆ। କ୍ଷୀରଚନ୍ଦ୍ର ଡାକୁଆ। ହଁ ଯୋଗାଯୋଗ କରନ୍ତୁ। ଡିସ୍କ୍ରିପ୍ସନ ନମ୍ବର ଦିଆହେଇଛି। ବାସ୍ କ୍ଷୀରଚନ୍ଦ୍ର ଡାକୁଆ କହିଲେ ସମସ୍ତେ ଜାଣିବେ। ଦୁଇ ଭଉଣୀଙ୍କ କାର୍ଯ୍ୟକ୍ରମ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ସମ୍ପନ୍ନ ପରେ ତୃତୀୟ ଭଉଣୀ, ସାନ ଭଉଣୀ, ଗେଲା ଭଉଣୀ ରିଙ୍କିର କାର୍ଯ୍ୟକ୍ରମ ରାକ୍ଷୀ ବନ୍ଧନର ଆରମ୍ଭ ହେଉଛି। ଦେଖାଯାଉ ସେ କେମିତି ରାକ୍ଷୀ ବାନ୍ଧିବେ ଭାଇଙ୍କୁ। ଆଉ ବନ୍ଦାପନା ହୁଳହୁଳି ସହିତ ସାନ ଭଉଣୀ ରିଙ୍କିର ମଧ୍ୟ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ତାପରେ ଲାଷ୍ଟରେ ରାକ୍ଷୀ ବନ୍ଧା ଗଲା। ରାକ୍ଷୀ ବନ୍ଧା ଯାଇ ତାପରେ ମିଠା ଖୁଆଯିବ। ମିଠା ଖୁଆଇଲା ପରେ ତାପରେ ପିଠା ଖୁଆଯିବ। ପିଠା ହେଇନି ଯଦି ଆଉ କ'ଣ ଆମେ ବନାଇ ଯିବ। ମିଠା ଖୁଆଗଲା। ଏଇ ସହିତ ତିନି ଭଉଣୀଙ୍କର ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଦେଖାଯାଉ। ବର୍ତ୍ତମାନ ଦି ଭାଇନାଙ୍କର ଷ୍ଟାର୍ଟ ହବ। ତ ପ୍ରଥମେ ବଡ଼ ଭାଇନା, ଆଖି ବନ୍ଦ ଖୋଲା କର, ଦେଖିବୁ ହେଲେ ଭାଇନା କେତେ ଟଙ୍କା ଲେଖେ ଦବ? 1000 ଟଙ୍କା। ମିଠା ନାହିଁ ପିଠା ନାହିଁ। ଡାଇରେକ୍ଟ ଦିଅ। ତାଙ୍କର ଫରମାଇଶ ଥିଲା 1000 ଟଙ୍କା, କିନ୍ତୁ କ'ଣ କରିବି ଭାଇ ଭଉଣୀ ଦେଲେ 100 ଟଙ୍କା। ଆଉ ମୋ ପାଖରେ ମଧ୍ୟ ପଇସା ନାହିଁ। ତା ଯୋଗୁଁ 100 ଟଙ୍କା ଭାଇନା। ସିନ୍ଦୁର ଦିଆହେଲା। ଏ ଉଳୁଳି ପକା ନାନି। ଯିବା 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 ଯିବା। ସିଏ ଉଳୁଳା ପକେଇଲେ କାନ୍ଦୁଛି। ହେଇଗଲା ପୟା ଦିଆ ବର୍ଷା ବି ସେପଟେ ଆସିଲାଣି। ଆଉ ସବୁ କାମ ସରିଲା, ଗୋଟେ ପରେ ଗୋଟେ କାମ ଦେଖିଥିଲେ ଆଉ ଦେଖିଥିବେ ଯାହା ବି କ'ଣ କହିବି। ଆଉ ବର୍ତ୍ତମାନ ବାହାରିବା ଗାଁ ଆଡ଼କୁ। ଆଉ ବର୍ଷା ସେପଟେ, ତ କ'ଣ କହିବି, ଏଠୁ ବିଦାୟ ନେବା। ଆଉ ଶୁଣ ତେବେ କହୁଥିଲି ଯେ ଚ୍ୟାନେଲକୁ ବହୁତ ଶୀଘ୍ର ମାନେ 1000 କରିଦିଅନ୍ତୁ, ଯାହାଫଳରେ ଆପଣଙ୍କୁ ଡେଲି ବ୍ଲଗ୍ ମିଳିବ A to Z ହେଲା। ଯାହା ବି ହେଉଛି A to Z ଜିନିଷ ମିଳିବ। ଆଉ କ'ଣ କହିବି, ଆଉ ଯେଉଁ ନୂଆ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦେବେ, ଭଲ ଲାଗିଲେ ଲାଇକ୍, ତା ସହିତ ଅଧିକ ଭଲ ଲାଗିଲେ ଆପଣ ସାଙ୍ଗମାନଙ୍କ ସହିତ ସେୟାର ବି କରିଦେବେ। ଆମର କେମିତି କ'ଣ ହେଇଥିଲା ଏଇ ରାକ୍ଷୀ ବନ୍ଧନ, ରକ୍ଷାବନ୍ଧନ, ଗହ୍ମା ପୂର୍ଣ୍ଣିମା। ତେବେ ଚାଲ
କିଛି ଅଛି ଜିନିଷ ଯୋଉଟାକି ଯଦି ହେବ ପସିବୁଲ୍ ଗାଁରେ, କାରଣ ଅଲରେଡ଼ି 4ଟା ବାଜିଲାଣି, ଆଉ ପହଞ୍ଚିଲେ 5ଟା ହେଇଯିବ। ଦେଖିବା ଯଦି ଗାଁରେ ଆମର ଗହ୍ମା ପୂର୍ଣ୍ଣିମା ମାନେ ଗହ୍ମାଟିଆ ଚାଲିଥିବ, ସେଗୁଡ଼ା ବି ଆପଣ ଏଇ ବ୍ଲଗ୍ରେ ପାଇଯିବେ। ଠିକ୍ ଅଛି, ଯଦି ମିଳିବ ମୋତେ ଏଇ ବ୍ଲଗ୍ରେ ନିଶ୍ଚୟ ପାଇଯିବେ, ଅଦରୱାଇଜ୍ କିଛି କଥା ନାହିଁ। ଆର ବର୍ଷକୁ ପୁଣି ଆଉଥରେ ଦେଖିବା ରାକ୍ଷୀ ବନ୍ଧନ। ତେବେ ଚାଲ, ରହୁଛି, ନମସ୍କାର, ବାଏ।